सब्सक्राइब करते आम चैनल लर्नर रबर को एवं नोटिफिकेशन बेल टी दबातु जहाद्वारा कि आपण मैंने नया वीडियो सूचना पाइपर। आगରୁ ଆମେ ପଢ଼ିଥିଲେ ଭାରତ ଇତିହାସର ଉପାଦାନ ସମ୍ପର୍କରେ, ଯେଉଁଥିରେ ଆମେ ପଢ଼ିଲେ ଯେ ଭାରତ ଇତିହାସର ଉପାଦାନକୁ 4 ଭାଗରେ ବିଭକ୍ତ କରାଯାଇଥିଲା। ସେହି 4ଟି ଭାଗ ମଧ୍ୟରୁ ପ୍ରଥମେ ଆମେ ପ୍ରତ୍ନତାତ୍ତ୍ୱିକ ଉପାଦାନ ବିଷୟରେ ପଢ଼ି ସାରିଛେ। ତ ତାର ଅନ୍ୟ ଯେଉଁ 3ଟି ଉପାଦାନ ରହିଛି ସେ ବିଷୟରେ ଆଜି ଆଲୋଚନା କରିବା। ପ୍ରତ୍ନତତ୍ତ୍ୱ ଉପାଦାନ ପରେ ଭାରତ ଇତିହାସର ଉପାଦାନର ଦ୍ୱିତୀୟ ଭାଗ ରହିଲା ସାହିତ୍ୟିକ ଉପାଦାନ। ଇତିହାସ ରଚନାରେ ଏହି ସାହିତ୍ୟିକ ଉପାଦାନ ଏକ ମୂଲ୍ୟବାନ ଉପାଦାନ ଭାବରେ ସାହାଯ୍ୟ କରେ। କୁହାଯାଏ ସାହିତ୍ୟ ହେଉଛି ସମାଜର ପ୍ରତିଛବି, କାରଣ ସାହିତ୍ୟ ସମସାମୟିକ ସମାଜର ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ଚିତ୍ରକୁ ସମ୍ପୂର୍ଣ୍ଣ ଭାବରେ ଲୋକଲୋଚନରେ ପ୍ରତିଫଳିତ କରିଥାଏ। ତେଣୁ ଏହାକୁ ସମାଜର ଦର୍ପଣ ବୋଲି ମଧ୍ୟ କୁହାଯାଏ। ଏହି ସାହିତ୍ୟରୁ ହିଁ ଆମକୁ ସାମାଜିକ ପରମ୍ପରା, ଧର୍ମୀୟ ଐତିହ୍ୟ, ରାଜନୈତିକ କର୍ମସୂଚି ଅବା ଆର୍ଥିକ କର୍ମକାଣ୍ଡ ଅର୍ଥାତ୍ ପ୍ରତ୍ୟେକ ବିଷୟରେ ଆମକୁ ଜାଣିବାକୁ ମିଳୁଛି, ଯାହାକି ଇତିହାସ ରଚନା କ୍ଷେତ୍ରରେ ନିହାତି ଜରୁରୀ। ଆଉ ଏହା ଆମକୁ ଇତିହାସ ରଚନା ପାଇଁ ଉପାଦାନ ଗୁଡ଼ିକ ପ୍ରଦାନ କରିଥାଉଛି। ତ ଆମେ ଦେଖିବା ପ୍ରାଚୀନ ଯୁଗରୁ ଆରମ୍ଭ କରି ମଧ୍ୟଯୁଗରେ ଏପରିକି ଆଧୁନିକ ଯୁଗରେ ବହୁ ସାହିତ୍ୟିକମାନେ ସାହିତ୍ୟକୁ ବିଭିନ୍ନ ଆକାରରେ ରଚନା କରିଛନ୍ତି। ଯେଉଁ ରଚନାରୁ କି ଆମକୁ ଏଭଳି ସମାଜର ଘଟଣାବଳୀ ବିଷୟରେ ଜାଣିବାକୁ ମିଳୁଛି ଯାହା ଆମକୁ ଇତିହାସ ରଚନା ପାଇଁ ସମ୍ପୂର୍ଣ୍ଣ ଭାବରେ ବହୁଳ ଭାବରେ ତଥ୍ୟ ଗୁଡ଼ିକ ପ୍ରଦାନ କରିଥାଉଛି। ତ ସାହିତ୍ୟିକ ଉପାଦାନର ଏହି ଭିତ୍ତିଭୂମିର ସୁବିଧା ନିମନ୍ତେ ଏହାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ଆମେ ଆଗରୁ ପଢ଼ିଥିଲେ ଯେ ସାହିତ୍ୟିକ ଉପାଦାନକୁ 2 ଭାଗରେ ବିଭକ୍ତ କରାଯାଇଥିଲା। ଗୋଟେ ଥିଲା ଧର୍ମ ସାହିତ୍ୟ ଓ ଅନ୍ୟଟି ହେଲା ଲୌକିକ ସାହିତ୍ୟ। ବିଶେଷ ଭାବରେ ଧର୍ମ ସାହିତ୍ୟ ଓ ଲୌକିକ ସାହିତ୍ୟ କହିବାକୁ ଗଲେ ଧର୍ମକୁ କେନ୍ଦ୍ର କରି ଯେତେବେଳେ କୌଣସି ସାହିତ୍ୟ ରଚନା କରାଯାଏ ତାହାକୁ ଧର୍ମୀୟ ସାହିତ୍ୟ ବୋଲି କୁହାଯାଏ। କିନ୍ତୁ ଧର୍ମକୁ ଛାଡ଼ିକି ତା ବ୍ୟତୀତ ଅନ୍ୟ ସବୁ ଘଟଣାବଳୀକୁ ଯେତେବେଳେ ସାହିତ୍ୟ ଆକାରରେ ଲେଖାଯାଏ ତାହାକୁ ଲୌକିକ ସାହିତ୍ୟ ବୋଲି କୁହାଯାଏ। ତ ଆମେ ଦେଖିବା ସାହିତ୍ୟିକ ଉପାଦାନର ପ୍ରଥମ ଯେଉଁ ପୁଣି ଥରେ ବିଭକ୍ତ ହୋଇଛି ଧର୍ମ ସାହିତ୍ୟ ବିଷୟରେ। ସାହିତ୍ୟିକ ଉପାଦାନର ଏକ ବିଶିଷ୍ଟ ଅଙ୍ଗ ହେଲା ଧର୍ମୀୟ ସାହିତ୍ୟ। ଐତିହାସିକମାନଙ୍କ ମତରେ ପ୍ରାଚୀନ ଭାରତବର୍ଷରେ 3ଟି ଧର୍ମର ଅଭ୍ୟୁଦୟ ଘଟିଥିଲା, ଯାହା ଥିଲା ବ୍ରାହ୍ମଣୀୟ ହିନ୍ଦୁ ଧର୍ମ, ଜୈନ ଧର୍ମ ଓ ବୌଦ୍ଧ ଧର୍ମ। ଅର୍ଥାତ୍ ଏ 3ଟି ଧର୍ମକୁ କେନ୍ଦ୍ର କରି ସୃଷ୍ଟି ହୋଇଥିଲା ଧର୍ମୀୟ ସାହିତ୍ୟ। ଯେଉଁ ଧର୍ମୀୟ ସାହିତ୍ୟରୁ କି ସେହି ଧର୍ମ ଗ୍ରନ୍ଥ ଗୁଡ଼ିକରୁ ସାମାଜିକ ଚଳଣି, ଧର୍ମୀୟ ଭାବଧାରା, ସାଂସ୍କୃତିକ ଶୈଳୀ, ରାଜନୈତିକ ଆଦର୍ଶ ବିଷୟରେ ଐତିହାସିକମାନଙ୍କୁ ବିଶେଷ ସୂଚନା ମିଳିଅଛି। ତ ଧର୍ମୀୟ ସାହିତ୍ୟରେ ପ୍ରଥମେ ରହିଲା ଆମର ବୈଦିକ ସାହିତ୍ୟ। ବୈଦିକ ସାହିତ୍ୟ ବୈଦିକ ଯୁଗରେ ପ୍ରଥମେ ରଚିତ ହୋଇଥିଲା। ଏହା ହେଉଛି ଆମର ସର୍ବପ୍ରାଚୀନ ସାହିତ୍ୟ, ଯେଉଁ ବେଦକୁ କି 4 ଭାଗରେ ବିଭକ୍ତ କରାଯାଇଛି: ଋଗ୍ବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବ ବେଦ। ଏହି ବେଦରୁ ହିଁ ଆମକୁ ଆର୍ଯ୍ୟମାନଙ୍କର ଭାରତ ଆଗମନ କଥା, ସେମାନଙ୍କର ଧର୍ମ, ସେମାନଙ୍କର ଶିକ୍ଷା, ଶାସନ, ରାଜନୀତି ବିଷୟରେ ସୂଚନା ମିଳେ। ପରବର୍ତ୍ତୀ ସମୟରେ ବେଦ ପରେ ପରେ ବୈଦିକ ଯୁଗର ଶେଷ ଭାଗରେ ଆଉ ଏକ ସାହିତ୍ୟ ରଚନା କରାଯାଇଥିଲା, ଯାହାକୁ କୁହାଗଲା ବେଦାଙ୍ଗ। ବେଦାଙ୍ଗ ବା ବେଦାନ୍ତ ବୋଲି ମଧ୍ୟ କୁହାଯାଏ। ତ ସେହି ବେଦାଙ୍ଗ 6 ପ୍ରକାରର, ଯାହାକୁ ଷଡ୍ ବେଦାଙ୍ଗ ବୋଲି କୁହାଯାଏ। ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛାନ୍ଦ ଓ ଜ୍ୟୋତିଷ। ଏହି ଷଡ୍ ବେଦାଙ୍ଗରୁ ବେଦାନ୍ତ ବା ଉପନିଷଦରୁ ପରବର୍ତ୍ତୀ ବୈଦିକ ଯୁଗ ବିଷୟରେ ତଥ୍ୟ ମିଳିଥାଏ। ବୈଦିକ ସାହିତ୍ୟର ଏକ ସୁସଂଗଠିତ ଅଧ୍ୟୟନ ପାଇଁ ଆଉ ଏକ ସାହିତ୍ୟ ରଚନା କରାଗଲା, ଯାହାକୁ କୁହାଗଲା ସୂତ୍ର ସାହିତ୍ୟ, ଯାହା 4 ଭାଗରେ ବିଭକ୍ତ: କଳ୍ପସୂତ୍ର, ଶ୍ରୌତସୂତ୍ର, ଗୃହସୂତ୍ର, ଧର୍ମସୂତ୍ର। ଆମେ ଆକୁ ଯଦି ଆହୁରି ସହଜରେ ମନେ ରଖିପାରିବା ଯେ କେଉଁ ସୂତ୍ରରେ କ'ଣ ବର୍ଣ୍ଣନା କରାଯାଇଛି, ତାହେଲେ କଳ୍ପସୂତ୍ରରେ ଆମକୁ ପୂଜା ଓ ଧର୍ମ ବିଷୟରେ ଜାଣିବାକୁ ମିଳେ। ଶ୍ରୌତ ସୂତ୍ରରେ
पुरोहित अनुष्ठान विधिर तथ्य मिले। गृहसूत्र जो कि पारिवारिक नियम उपरे आधारित एवं धर्मसूत्र केवल धर्मर नियम विषय वर्णना करे। तो ये सब रहिला आमर वैदिक साहित्य। वैदिक साहित्य को छाड़ी आहुरी मध्य आमर पुराण शास्त्र रही जेमती कि आमर दुईटी महाकाव्य रामायण और महाभारत। ए दुईटी महाकाव्य संस्कृत भाषा रे रचित, जो कि आमको सामाजिक मूल्यबोध, नैतिक आदर्श, राजनीति, कूटनीति, धर्मर पराकाष्ठा सबकिछि जानिबा को मिले। एपरिकी एही दुईटी रामायण और महाभारत महाकाव्यरू सामाजिक और सांस्कृतिक इतिहास रचना करियारे मध्य बहुल भाव में आमको तथ्य मिली थाए। शास्त्रज्ञ माने मत दियंते जे पुराण गुड़िक 5टी वर्णना उपर आधारित। सेगुड़िक है सर्ग, प्रतिसर्ग, वंश, मन्वंतर, वंशानुचरित। ये जो 5टी वर्णना करागला सेथिरु मध्य आमको बहु ऐतिहासिक तथ्य प्राप्त हुए। जमती पुराणर शेष लक्षण अर्थात वंशानुचरित जो कि राजवंशावली विषय जानवा को मिले। उदाहरण स्वरूप शिशुनाग वंश, मौर्य वंश, शुंग वंश, सातवाहन वंश आदि वंश विषय मध्य तथ्य मिली थाए। एपरिकी हिंदू धर्मर जो पुराण रही जहाँकि 18टी पुराण, अष्टादश पुराण, उपपुराण एथिरु मध्य जेमती कि वायु पुराण, ब्रह्मांड पुराण, मत्स्य पुराण, विष्णु पुराण एथिरु मध्य आमको इतिहास रचनार तथ्य गुड़िक मिली थाए। ये रहिला आमर धर्म साहित्यर प्रथम भाग रे थिला हिंदू धर्म विषय रे। तापर जिबा आमे बौद्ध साहित्य विषय रे। तो हिंदू धर्म परे बौद्ध धर्मरु मध्य जो ग्रंथ गुड़िक रचना करा जायथिला से ग्रंथरु आमको तथ्य गुड़िक मिली थाए। जेमती कि बौद्ध ग्रंथ गुड़िक मध्य रहिला त्रिपिटक, जातक, दीपवंश, महावंश, ललित विस्तार, आर्य मंजुश्री मूलकल्प, जातक गल्प जो कि आमको समाजर नीति नियम, उपासना विधि विषय जानवा को मिले। बौद्ध साहित्य भली जैन धर्म रे मध्य बहुल साहित्य, बहु प्रकार साहित्य गुड़िक रचना करा जायथिला। जैन ग्रंथ मानक मध्य मुख्य रहिला अंग, उपांग, कल्पसूत्र, प्रकरण सूत्र, मूलसूत्र, भगवती सूत्र एभली भाव ग्रंथ गुड़िक रचना करागला। जो रचना गुड़िकरू आमको जैन साहित्य विषय जानवा को मिलला। आ सेही समयर समकालीन राजनैतिक चित्र गुड़िक मते प्रतिफलित हे देखिबा को मिलला। ये सब रहिला आमर प्राचीन युगर। प्राचीन युग भली मध्य युगरे मध्य बहु साहित्य गुड़िक रचना करा जायथिला। सेथि मध्य रहिला तुलसीदासंकर रामचरित मानस, शूद्रमुनि सारला दासंकर ओडिया महाभारत, सिख धर्म ग्रंथ इत्यादि। आधुनिक भारतीय धर्म साहित्य क्षेत्र में स्वामी दयानंद सत्यार्थ प्रकाश, शिवनाथ शास्त्री हिस्ट्री ऑफ ब्राह्म समाज, जेम्स पेगसन हिस्ट्री ऑफ जनरल बाप्टिस्ट मिशन आदि पुस्तक आधुनिक जुगर समसामयिक ऐतिहासिक तथ्य गुड़िक मिले थाए। धर्म साहित्य व्यतीत लौकिक साहित्य मध्य इतिहास पई उपादान जोगाए। साधारण लोकंक उद्देश्य रे जो साहित्य रचना करा जाए ताहाकु लौकिक साहित्य बोली कहा जाए। जो कि सामाजिक रीतिनीति, नैतिकता, जनतार मनोरंजन निमित्त साहित्यिक माने लेखालेखी करे। यार मध्य विभिन्न विभाग रही जो विभाग कि ऐतिहासिक तथ्य गुड़िक मिले थाए। सेथि मध्यरु प्रथम है स्मृति शास्त्र। स्मृति शास्त्र जहाँ कि प्राचीन आईन शास्त्र बोली मध्य कहा जाए। अर्थात प्राचीन जुगरे जो राजा माने शासन करथिले सेमानंकर राजांकर कर्तव्य, राजांकर प्रजांक प्रति दायित्व, विवाह, पारिवारिक संपत्ति विभाग, वर्ण व्यवस्था ए समस्त विषय गुड़िक स्मृति शास्त्र रे स्थान पाइछि। ए स्मृति शास्त्र गुड़िक विशेष भाव में ऋषि माने रचना करुथिले। ऋषि द्वारा लिखित होइतिबारु सेमानंक नाम अनुसार एही शास्त्र को ए स्मृति शास्त्र गुड़िक नामित करा जायछि। जेपरि मनुस्मृति, पराशर स्मृति, बृहस्पति स्मृति, कात्यायन स्मृति। केवल स्मृति शास्त्र नुह, प्राचीन जुगरे बहु व्याकरण ग्रंथ गुड़िक मध्य रचना करा जाउथिला। जो व्याकरण ग्रंथरु तत्कालीन समयर राज्य शासन कथा विषय जानवा को मिली थाए। उदाहरण स्वरूप
पाणिनिଙ୍କର अष्टाध्यायी और पतंजलिଙ୍କର महाभाष्य। केवल स्मृतिशास्त्र और व्याकरण नुह अर्थशास्त्र मध्य विशेष गुरुत्वपूर्ण भूमिका रही। जमती कि कौटिल्य लिखिथिले अर्थशास्त्र, जो अर्थशास्त्र मौर्य शासकों राज्य शासन व्यतीत से समयर सामाजिक सांस्कृतिक व्यवस्था एपरिक वैदेशिक नीति विषय मध्य वर्णना करे। केवल मौर्य शासन नुह प्राचीन जुगरे जो राजवंश गुड़िक शासन करथिले जेंति कि गुप्त जुगर शासन विषय मध्य हमको जानवा को मिले। कामकंदों नीतिसार जहाँ हमको गुप्त जुगीय शासन व्यवस्था रे तथ्य प्रदान करे। यह व्यतीत ए सब को छाड़ी प्राचीन जुगरे जो सब राजा माने शासन करथिले, जो सब राजवंश शासन करथिले, सेही राजवंशर शासन करुथिबा राजा मानकर जीवन चरित गुड़ी को मध्य वर्णना करा जायछि। जेमति विशाखा दत्तंकर मुद्रा राक्षस चंद्रगुप्त मौर्य विषय सूचना दिए। देवी चंद्रगुप्त गुप्त राजा द्वितीय चंद्रगुप्त वीरत्व विषय कहे। बाणों द्वारा रचित हर्षचरित हर्षवर्धन विषय सूचना दिए। तो एभली भाव बहु राजांकर जीवन चरित मध्य वर्णना करा जायछि। जेपरि बिल्हणों द्वारा विक्रमांक देवचरित राजा विक्रमादित्य उपर आधारित थिला। बागपतिंकर गौड़बाह राजा जशवर्मा उपर आधारित थिला। संध्याकर नंदी नृपति रामपाल उपर रामपाल चरित रचना करा जायथिला। एभली भावरे राजा मानकर जीवन चरित मध्य रचना करा जायथिला। आहुरी जदि आमे उदाहरण देखिबा जयसिंहकर कुमारपाल चरित, बल्लाळंकर भोज प्रबंध, चांद बरदाईंकर पृथ्वीराज रास, ए सब ग्रंथ आमको शासकों शासन काल को केंद्र करी समस्त तथ्य प्रदान करे। केवल जीवन चरित नुह केतेक क्षेत्र में आमको प्राचीन जुगरे स्थानीय इतिवृत्त मध्य जानिबा को मिले, अर्थात विभिन्न आंचलिक इतिहास मध्य आमको जानिबा को मिले। जो केतेक कवि लेखक माने थिले से माने स्थानीय अंचल गुड़िक मध्य किछि रचना करुथिले। जेपरिक काश्मीर राजकवि कल्हणଙ୍କ रचित राजतरंगिणी, जहाँ काश्मीर राजवंशावली और शासन व्यवस्था विषय जानिबा को मिली थाए, जो से आमको संपूर्ण भाव विवरणी प्रदान करे। राजशेखर प्रबंध कोश जहाँकि आमको गुजरात इतिहास विषय जानिबा को मिले। कटकर राजवंशावली, उड्र देश राजवंशावली, ए सब ओडिशा इतिहास जानिबा को मिले। तो विभिन्न स्थानीय अंचल को लेकिन मध्य विभिन्न रचना गुड़िक करा जाउथिला, जो कि आमको राजवंशावली विषय मध्य स्थानीय अंचल अवस्थिति विषय मध्य आमको जानिबा को मिले। ए सब साहित्य को छाड़ीदेले स्मृति साहित्य आमर व्याकरण अर्थशास्त्र स्थानीय इतिवृत्त यह को छाड़ी प्राचीन जुगरे अन्य एक साहित्य मध्य रचना करा जाउथिला, जहाको साधारण साहित्य बोली कहा जाउथिला, जो बहु प्रकार काव्य रचना करा जाउथिला, नाटक एकांकिका ए सब रचना करा जाउथिला। जो काव्य नाटक एकांकिका रचना करागला, गल्प रचना करागला, से साहित्य गुड़िकरे समसामयिक समयर सामाजिक धार्मिक अर्थनैतिक सांस्कृतिक इतिहास झलक देखा मिले। यार उदाहरण देखिए आम कहिबा महाकवि कालिदासंकर मालविकाग्नि मित्र, अभिज्ञान शकुंतलम नाटक, भासंकर स्वप्नवासवतम, हर्षंकर नागानंद, रत्नावली, प्रियदर्शिका, दंडींकर रचित दशकुमार चरितम, शूद्रकंक मृच्छकटिकम, विष्णु शर्मांक पंचतत्र, आर्यभट्टंक आर्यभट्टियम, बराहमिहिरंक बृहत संहिता जहाँकि ज्योतिर्विज्ञान पाई आवश्यक, चरकंकर चरक संहिता, सुश्रुतंक सुश्रुत संहिता भेषज विज्ञान पाई इतिहास पाई उपादान प्रदान करे। तो साधारण साहित्यर मध्य भूमिका बहुल भाव में रही। भारतर दाक्षिणात्य मध्य एक साहित्यर उद्भव घटीला, जहाँकू कि दक्षिण भारतर साहित्य हिसाब से संगम साहित्य बोली कहा जाए, जहाँ केवल आमको दक्षिण भारतर राजतंत्र उपर ही सूचना दे थाए। ये जो संगम साहित्य एक कविता थिला, जार पद्य को दी भाग में विभक्त कराइथिला, 30,000 धाड़ी विशिष्ट। गोटे है पति नेंकी कान्नाकू और पत्तु पत्तु। यही भाव में जदि देखा ताहले प्राचीन जुगरे बहु साहित्य साधारण साहित्य कविता नाटक सब रचना करा जायथिला। केवल प्राचीन जुग नुह मध्य जुग आधुनिक जुगरे मध्य बहुल भाव में साहित्य गुड़िक रचना
କରାଯାଇଥିଲା। ମଧ୍ୟଯୁଗରେ ଯେଉଁ ଆରବ ଲେଖକମାନେ ଭାରତକୁ ଆସିଥିଲେ ସେମାନେ ମଧ୍ୟ ବହୁଳ ଭାବରେ ସାହିତ୍ୟ ଗୁଡ଼ିକ ରଚନା କରିଥିଲେ। ସେମାନଙ୍କ ମଧ୍ୟରେ ରହିଲେ ଆମର ହାସାନ ନିଜାମୀଙ୍କ ତାଜ ଉଲ୍ ମାସିର, ଜିଆଉଦ୍ଦିନ ବାରାନୀଙ୍କ ତାରିକ ଇ ଫିରୋଜା ସାହି, ଅମୀର ଖୁସରୁଙ୍କ ଖ୍ୱାଜାଇନ୍ ଉଲ୍ ଫୁତୁ ଓ ତୁଗଲକନାମା, ଇସାମୀଙ୍କ ଫୁତ୍ ଉସ୍ ସାଲାତିନ, ଯାହାକି ସୁଲତାନୀ ଯୁଗର ଇତିହାସ ପାଇଁ ଆମକୁ ତଥ୍ୟ ଯୋଗାଏ। ଠିକ୍ ସେହିଭଳି ମୋଗଲ ଯୁଗରେ ଆବୁଲ ଫାଜଲଙ୍କର ଆଇନ ଇ ଆକବରୀ, କୈଫି ଖାନଙ୍କ ମୁନ୍ତାଖାବ ଉଲ୍ ଲୁବାବ, ମହମ୍ମଦ କାଦିରଙ୍କ ଆଲମଗିରିନାମା, ଜାହାଙ୍ଗୀରଙ୍କ ଆତ୍ମଚରିତ ତୁଜୁକ ଇ ଜାହାଙ୍ଗୀରୀ, ଯାହା ଆମକୁ ମୋଗଲ ଯୁଗର ଇତିହାସ ବିଷୟରେ ଜାଣିବାକୁ ମିଳେ। ଏପରିକି ଆଧୁନିକ ଯୁଗରେ ମଧ୍ୟ ବହୁ ସାହିତ୍ୟିକମାନଙ୍କର ଆବିର୍ଭାବ ଘଟିଥିଲା। ଗଳ୍ପ ଗୁଡ଼ିକ ରଚନା କରାଯାଇଥିଲା। କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ମାନେ ତତ୍କାଳୀନ ସମାଜର ସାମଗ୍ରିକ ଅବସ୍ଥାକୁ ପ୍ରତିଛବି ଭାବରେ ସାହିତ୍ୟ ରଚନା କରିଛନ୍ତି। ସେଥିମଧ୍ୟରୁ ଏକ ବିଶିଷ୍ଟ ଉଦାହରଣ ହେଉଛି ଫକୀର ମୋହନ ସେନାପତିଙ୍କର ରେବତୀ ଗଳ୍ପ, ଯେଉଁ ଗଳ୍ପ କି ଆମକୁ ଊନବିଂଶ ଶତାବ୍ଦୀରେ ଓଡ଼ିଶାର ନାରୀ ସମାଜର ଅବସ୍ଥା ବିଷୟରେ ଯଥେଷ୍ଟ ସୂଚନା ଦିଏ, ଯାହା ସାମାଜିକ ଇତିହାସ ରଚନା କରିବାରେ ଆମକୁ ସାହାଯ୍ୟ କରେ। ତ ଏହିଭଳି ଭାବରେ ସାହିତ୍ୟିକ ଉପାଦାନ ଆମକୁ ପ୍ରାଚୀନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଯେତେ ସବୁ ସାହିତ୍ୟ ରଚନା କରାଗଲା ତାହା ଇତିହାସ ରଚନା କରିବାରେ ଆମକୁ ବିଶିଷ୍ଟ ଉପାଦାନ ଯୋଗାଇ ଥାଏ। ସାହିତ୍ୟିକ ଉପାଦାନ ଭଳି ବୈଦେଶିକ ବିବରଣୀ ମଧ୍ୟ ଭାରତୀୟ ଇତିହାସ ରଚନା କରିବାରେ ଆମକୁ ଯଥେଷ୍ଟ ଉପାଦାନ ଯୋଗାଏ। ବୈଦେଶିକ ବିବରଣୀ ବିଭାଗର ନାଁରୁ ହିଁ ସ୍ପଷ୍ଟ ସୂଚିତ ହୁଏ ଯାହା ବିଦେଶୀ ଲୋକଙ୍କ ଦ୍ୱାରା ରଚିତ ଏକ ବିବରଣୀ, ଅର୍ଥାତ୍ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ବହୁ ବିଦେଶୀ ପର୍ଯ୍ୟଟକ, ଭ୍ରମଣକାରୀ, ପଣ୍ଡିତ, ବିଦ୍ୱାନମାନେ ଭାରତକୁ ଆସିଥିଲେ। ସେହି ସମୟରେ ସେମାନେ ତାଙ୍କ ଅବସ୍ଥିତିରେ ତତ୍କାଳୀନ ସମୟର ସମସ୍ତ ବିବରଣୀ ଗୁଡ଼ିକୁ ଯାହା ଦେଖିଥିଲେ ତାଙ୍କର ଅନୁଭୂତି, ଅଭିଜ୍ଞତା ଗୁଡ଼ିକୁ ପୁସ୍ତକ ମଧ୍ୟରେ ସ୍ଥାନ ଦେଇଥିଲେ, ଯେଉଁ ପୁସ୍ତକରୁ କି ଆମକୁ କିଛି ତଥ୍ୟ ମିଳିଯାଏ ଇତିହାସ ବିଷୟରେ ଜାଣିବା ପାଇଁ, ପ୍ରାଚୀନ ଯୁଗ ବିଷୟରେ ଜାଣିବା ପାଇଁ ତଥ୍ୟ ମିଳିଯାଏ। ଆଉ କେତେକ ପର୍ଯ୍ୟଟକମାନେ ଆସିଥିଲେ, ସେମାନେ ପର୍ଯ୍ୟାୟକ୍ରମେ ଆସିଥିଲେ, ଯେମିତିକି ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ଗ୍ରୀକ୍ ଐତିହାସିକ ହେରୋଡୋଟସ୍ ସେ ଭାରତ ଆସିନଥିଲେ, କିନ୍ତୁ ଅନ୍ୟମାନଙ୍କଠାରୁ ଭାରତ ବିଷୟରେ ତଥ୍ୟ ସଂଗ୍ରହ କରି ଭାରତ ଓ ପାରସିକ ସମ୍ପର୍କ ବିଷୟରେ ରଚନା କରିଥିଲେ। ତାଙ୍କ ପରେ ଐତିହାସିକ ଆରିୟନ୍ ତାଙ୍କ ସେନାଧ୍ୟକ୍ଷ ନୌସେନାଧ୍ୟକ୍ଷ ନିୟରକସଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ ଆଲେକଜାଣ୍ଡରଙ୍କ ଭାରତ ଆକ୍ରମଣ ବିଷୟରେ, ଯାହାକୁ କି ସେ ଇତିହାସ ଲେଖିଥିଲେ। ଏଭଳି ଭାବରେ ବହୁ ରାଜଦୂତ, ବହୁ ବିଦେଶୀ ପର୍ଯ୍ୟଟକମାନେ ଭାରତକୁ ପରିଭ୍ରମଣରେ ଆସିଥିଲେ। ସେହି ସବୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ମୁଖ୍ୟତଃ ଥିଲେ ଆମର ମେଘାସ୍ଥିନିସ୍, ଫାହିୟାନ୍, ଫେନ୍ସା। ଯଦିଓ ବହୁ ପର୍ଯ୍ୟଟକମାନେ ଆସିଥିଲେ କିନ୍ତୁ ସେମାନଙ୍କ ମଧ୍ୟରେ ଏ 3 ଜଣ ମୁଖ୍ୟ ଭାବରେ ଗ୍ରହଣ କରାଯାଏ। ଏଥିରେ ମେଘାସ୍ଥିନିସ୍ ଥିଲେ, ଯିଏ ମେଘାସ୍ଥିନିସ୍ କି ଗ୍ରୀକ୍ର ରାଜଦୂତ ଭାବରେ ଭାରତକୁ ଆସିଥିଲେ ଭ୍ରମଣରେ। ଖ୍ରୀଷ୍ଟପୂର୍ବ 302ରେ ଭାରତକୁ ଆସିଥିଲେ ଏବଂ ଖ୍ରୀଷ୍ଟପୂର୍ବ 302ରୁ ଖ୍ରୀଷ୍ଟପୂର୍ବ 298 ପର୍ଯ୍ୟନ୍ତ ସେ ଭାରତରେ ଅବସ୍ଥାନ କରିଥିଲେ। ଉକ୍ତ ସମୟରେ ଭାରତରେ ମୌର୍ଯ୍ୟ ଶାସନ ଚାଲିଥିଲା, ତେଣୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ସେ ଭାରତକୁ ପଦାର୍ପଣ କରିଥିଲେ। ସେହି ସମୟରେ ସେ ପାଟଳିପୁତ୍ରରେ ରହି ମେଘାସ୍ଥିନିସ୍ ଯେତେ ସବୁ ସ୍ଥାନ ଭ୍ରମଣ କରିଥିଲେ, ପାଟଳିପୁତ୍ର, ସେନା ଶିବିର, ଶାସନ ପଦ୍ଧତି, ସମ୍ରାଟଙ୍କ ଜୀବନଧାରା, ସାମାଜିକ ବ୍ୟବସ୍ଥା, ଏ ସମସ୍ତକୁ ବର୍ଣ୍ଣନା କରିଛନ୍ତି ଏବଂ ସେ ଗୋଟେ ପୁସ୍ତକ ରଚନା କରିଥିଲେ ଯାହାର ନାମ ଥିଲା ଇଣ୍ଡିକା। ଉକ୍ତ ଇଣ୍ଡିକାରେ ମୌର୍ଯ୍ୟ ଯୁଗର ଶାସନ ବ୍ୟବସ୍ଥା ବିଷୟରେ ଯଥେଷ୍ଟ ଉପାଦାନ ମିଳେ, ଯାହା ଇତିହାସ ରଚନାରେ ଆମକୁ ସାହାଯ୍ୟ ହୋଇଥାଏ। ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀୟ 1ମ ଶତାବ୍ଦୀରେ ଜଣେ ଅଜ୍ଞାତ ଲେଖକଙ୍କ ଦ୍ୱାରା ପେରିପ୍ଲସ୍ ଅଫ୍ ଦି ଏରିଥ୍ରିଆନ୍ ସି ଏକ ପୁସ୍ତକ ରଚନା ହୋଇଥିଲା, ଯେଉଁ ପୁସ୍ତକରୁ କି ତତ୍କାଳୀନ ସମୟର ଭାରତୀୟ ବନ୍ଦର, ପୋତାଶ୍ରୟ ଓ ପ୍ରାଚୀନ ଭାରତୀୟଙ୍କ ନୌ ବାଣିଜ୍ୟ କାର୍ଯ୍ୟକଳାପ ଉପରେ ଆଭାସ ମିଳିଥାଏ। ସେହି ଖ୍ରୀଷ୍ଟୀୟ 2ୟ ଶତାବ୍ଦୀରେ ରୋମର ଜଣେ ଲେଖକ ପ୍ଲିନି ଏକ ଗ୍ରନ୍ଥ ରଚନା କରିଥିଲେ, ଯେଉଁ ଗ୍ରନ୍ଥରୁ ଭାରତ ଓ ରୋମ
ମଧ୍ୟରେ ଥିବା ବ୍ୟବସାୟ ବାଣିଜ୍ୟ ଉପରେ ସୂଚନା ମିଳିଥାଏ। ତ ଏଇଭଳି ଭାବରେ ଗ୍ରୀକ୍ ର ଯେତେ ଜଣ ସବୁ ପରିବ୍ରାଜକ ମାନେ ଭାରତକୁ ଆସିଥିଲେ ସେମାନଙ୍କ ବିବରଣୀରୁ ମଧ୍ୟ ଇତିହାସ ରଚନା ପାଇଁ ଉପାଦାନ ଗୁଡ଼ିକ ମିଳିଛି। କେବଳ ଗ୍ରୀକ୍ ନୁହଁ, ଗ୍ରୀକ୍ ବ୍ୟତୀତ ଚୀନ ପରିବ୍ରାଜକ ମାନେ ମଧ୍ୟ ଭାରତ ଭ୍ରମଣରେ ଆସିଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟତଃ ଥିଲେ ଫାହିୟାନ୍, ହୁଏନ୍ସାଂ, ଇତ୍ସିଂ। 405 ଖ୍ରୀଷ୍ଟାବ୍ଦରେ ଚୀନ ପରିବ୍ରାଜକ ଫାହିୟାନ୍ ଭାରତକୁ ଆସିଥିଲେ। ସେ ଗୁପ୍ତ ବଂଶର ରାଜା ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ଆସିଥିଲେ। ସେ ଜଣେ ବୌଦ୍ଧ ଧର୍ମାବଲମ୍ବୀ ଥିଲେ, ତେଣୁ ଭାରତର ବହୁ ବୌଦ୍ଧ ତୀର୍ଥସ୍ଥାନ ଗୁଡ଼ିକ ପରିଭ୍ରମଣ କରିଥିଲେ। ଯେଉଁ କେତେକ ବର୍ଷ ସେ ଭାରତରେ ଅବସ୍ଥାନ କରିଥିଲେ, ସେହି ସମୟରେ ଗୁପ୍ତ ରାଜଧାନୀ ପାଟଳିପୁତ୍ର ସହ ଭାରତୀୟ ଜନସାଧାରଣଙ୍କ ସାମାଜିକ, ଆର୍ଥିକ, ଆଧ୍ୟାତ୍ମିକ ଅବସ୍ଥା ବିଷୟରେ ମଧ୍ୟ ସେ ଲିପିବଦ୍ଧ କରିଥିଲେ। ତାଙ୍କ ପୁସ୍ତକର ନାମ ହେଉଛି ଫୁ କୋ କି, ଯେଉଁ ପୁସ୍ତକରେ କି ଆମକୁ ଗୁପ୍ତ ଯୁଗର ଇତିହାସ ବିଷୟରେ ଯଥେଷ୍ଟ ବିବରଣୀ ମିଳେ। ଖ୍ରୀଷ୍ଟୀୟ 7ମ ଶତାବ୍ଦୀରେ ସମ୍ରାଟ ହର୍ଷବର୍ଦ୍ଧନଙ୍କ ସମୟରେ ଆଉ ଜଣେ ପ୍ରଖ୍ୟାତ ଚୀନ ପରିବ୍ରାଜକ ଭାରତରେ ପଦାର୍ପଣ କରିଥିଲେ। ସେ ଥିଲେ ହୁଏନ୍ସାଂ। 630 ଖ୍ରୀଷ୍ଟାବ୍ଦରେ ସେ ଭାରତରେ ପଦାର୍ପଣ କରିଥିଲେ। 630ରୁ 644 ପର୍ଯ୍ୟନ୍ତ ଦୀର୍ଘ 14 ବର୍ଷ ସେ ଭାରତରେ ଅତିବାହିତ କରିଥିଲେ। ସେ ମଧ୍ୟ ଜଣେ ବୌଦ୍ଧ ଧର୍ମାବଲମ୍ବୀ ଥିଲେ। ଜଣେ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିବାରୁ ଥାନେଶ୍ୱର, ଅଯୋଧ୍ୟା, ପ୍ରୟାଗ, କଙ୍ଗୋଦ ପ୍ରଭୃତି ସ୍ଥାନ ପରିଭ୍ରମଣ କରି ସେଠାରେ ବୌଦ୍ଧ ପୀଠ ତଦାନୀନ୍ତନ ବୌଦ୍ଧ ଧର୍ମ ସ୍ଥିତି ସମ୍ପର୍କରେ ରଚନା କରିଥିଲେ। ସେ ଯେଉଁ ପୁସ୍ତକ ଲେଖିଥିଲେ ସେ ପୁସ୍ତକର ନାମ ହେଉଛି ସି ୟୁ କି, ଯେଉଁଥିରେ କି ସେ ହର୍ଷବର୍ଦ୍ଧନଙ୍କର ଶାସନ, ତାଙ୍କ ସମୟରେ ହୋଇଥିବା କନୌଜ ଓ ପ୍ରୟାଗ ଧର୍ମସଭା, ନାଳନ୍ଦା ବିଶ୍ୱବିଦ୍ୟାଳୟ ସମ୍ପର୍କରେ, ଉଜ୍ଜୟିନୀ ପ୍ରଭୃତି ଶିକ୍ଷାନୁଷ୍ଠାନ ବିଷୟରେ ବର୍ଣ୍ଣନା କରିଥିଲେ, ଯାହାକି ଭାରତ ଇତିହାସରେ ଏକ ପ୍ରମୁଖ ଉପାଦାନ ଭାବରେ ପରିଗଣିତ। ହୁଏନ୍ସାଂଙ୍କୁ ତୀର୍ଥଯାତ୍ରୀଙ୍କ ଯୁବରାଜ ବୋଲି ମଧ୍ୟ କୁହାଯାଏ। ହୁଏନ୍ସାଂଙ୍କ ପରେ ଅନ୍ୟତମ ଚୀନ ପରିବ୍ରାଜକ ଇତ୍ସିଂ ଭାରତ ଭ୍ରମଣରେ ଆସିଥିଲେ। ତାଙ୍କ ବିବରଣୀରେ ସେ ରଚନା କରିଥିଲେ ଯେ ହର୍ଷବର୍ଦ୍ଧନଙ୍କ ପରେ ବୌଦ୍ଧ ଧର୍ମର ଅବସ୍ଥା କିପରି ଦିନକୁ ଦିନ ଲୋପ ପାଇବାରେ ଲାଗିଲା, ସେ ବିଷୟରେ ସେ ବର୍ଣ୍ଣନା କରିଥିଲେ। ତ ହର୍ଷବର୍ଦ୍ଧନଙ୍କର ପରବର୍ତ୍ତୀ ସମୟରେ ଦେଶର ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ଝଲକ ଇତ୍ସିଂଙ୍କର ବିବରଣୀରୁ ଜାଣିବାକୁ ମିଳେ। ମଧ୍ୟଯୁଗରେ ମଧ୍ୟ ବହୁ ପର୍ଯ୍ୟଟକଙ୍କର ଆବିର୍ଭାବ ଘଟିଥିଲା, ଆଗମନ ଘଟିଥିଲା। ମଧ୍ୟଯୁଗରେ ବିଶେଷ ଭାବରେ ଆରବରୁ, ମଧ୍ୟ ଏସିଆ ଓ ୟୁରୋପରୁ ବହୁ ବିଦେଶୀ ପର୍ଯ୍ୟଟକମାନେ ଭାରତ ଭ୍ରମଣରେ ଆସିଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟତଃ ଥିଲେ ଆଲବେରୁନି, ଅଲ୍ ବିଲାଦୁରୀ, ହାସାନ ନିଜାମୀ, ଅଲ୍ ମାସୁଦି, ଇବନ୍ ଉଲ୍ ଅଥିର ଆଦି ବିଦ୍ୱାନ ପଣ୍ଡିତମାନେ। ଆଲବେରୁନି ଏକ ପୁସ୍ତକ ରଚନା କରିଥିଲେ, ତାହା ନାଁ ଥିଲା କିତାବ ଉଲ୍ ହିନ୍ଦ, ଯାହାକୁ କି ସେ ଭାରତକୁ ଆସି ସଂସ୍କୃତ ଭାଷା ଶିକ୍ଷା କରି ହିନ୍ଦୁ ରୀତିନୀତି, ସାହିତ୍ୟ, ଦର୍ଶନ, ବିଜ୍ଞାନ ଉପରେ ଜ୍ଞାନ ଅର୍ଜନ କରି ପୁସ୍ତକଟିକୁ ରଚନା କରିଥିଲେ, ଯେଉଁ ପୁସ୍ତକରୁ କି ଆମକୁ ତତ୍କାଳୀନ ସମୟର ଘଟଣାବଳୀ ବିଷୟରେ ସୂଚନା ମିଳେ। ଆଧୁନିକ ଯୁଗରେ ମଧ୍ୟ ବହୁ ବୈଦେଶିକମାନଙ୍କର ଆଗମନ ଘଟିଥିଲା। ସେମାନଙ୍କ ମଧ୍ୟରେ ଥିଲେ ୱିଲିୟମ୍ ହକିନ୍ସ, ସାର୍ ଟମାସ୍ ରୋ, ଜନ୍ ବାପ୍ଟିଷ୍ଟ ଟ୍ରାଭେନିୟର, ଫ୍ରାଙ୍କୋଇସ୍ ବର୍ନର, ଟୋମାସ୍ ବାଉରୀ, ରବର୍ଟ କୋଭାଟେ, ଆଲେକ୍ଜାଣ୍ଡର ହାମିଲଟନ୍ ଇତ୍ୟାଦି। ଏହି ଆଧୁନିକ ଯୁଗର ବୈଦେଶିକ ପର୍ଯ୍ୟଟକମାନଙ୍କ ବିବରଣୀରୁ ମଧ୍ୟ ଆମକୁ ଇଂରେଜ ଶାସନ ସମୟର ଇତିହାସ ଜାଣିବାକୁ ମିଳିଥାଏ। ତ ଏଭଳି ଭାବରେ ଆମକୁ ବୈଦେଶିକ ବିବରଣୀ ଯଥେଷ୍ଟ ପ୍ରକାରର ଉପାଦାନ ଗୁଡ଼ିକ ଇତିହାସ ରଚନା ପାଇଁ ଯୋଗାଇଥାଏ। ଭାରତ ଇତିହାସର ଉପାଦାନର ଶେଷ ବିଭାଗ ହେଉଛି ଅଭିଲେଖଗାରୀୟ ଉପାଦାନ। ଏହା ଏକ ବିଶିଷ୍ଟ ଉପାଦାନ ଯାହା ଆଧୁନିକ ଯୁଗର ଇତିହାସ ରଚନା ପାଇଁ ନିତାନ୍ତ ଆବଶ୍ୟକ। ମନରେ ପ୍ରଶ୍ନ ଆସେ ଯେ ଅଭିଲେଖଗାରୀୟ କହିଲେ କ'ଣ? ଯେଉଁଠାରେ ସରକାରୀ କାଗଜପତ୍ର, ଦଲିଲ, ଦସ୍ତାବିଜ, ବେସରକାରୀ କାଗଜପତ୍ର, ଚିଠିପତ୍ର, ସମ୍ବାଦପତ୍ର, ପତ୍ରପତ୍ରିକା, ବ୍ୟକ୍ତିଗତ କାଗଜପତ୍ର, ଡାଏରୀ ଇତ୍ୟାଦି ସଂରକ୍ଷିତ ହୋଇ ରହିଥାଏ, ତାହାକୁ ଅଭିଲେଖଗାର ବୋଲି କୁହାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏ ସମସ୍ତ କାଗଜପତ୍ରକୁ ସଂଗ୍ରହ କରିବା ଏବଂ ସଂରକ୍ଷଣ କରି
इतिहास रचना ପାଇଁ आधुनिक इतिहास रचना ପାଇଁ मार्ग प्रशस्त କରିବ। ଯେମିତିକି ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ପ୍ରତ୍ନତାତ୍ତ୍ୱିକ ଭଗ୍ନାବଶେଷ, ତାଳପତ୍ର, ପ୍ରାଚୀନ ବସ୍ତୁକୁ ଭବିଷ୍ୟତ ପାଇଁ ସୁରକ୍ଷିତ କରି ରଖାଯାଏ, ଠିକ୍ ସେହିଭଳି ଅଭିଲେଖଗାର ଗୁଡ଼ିକରେ ସରକାରୀ ବେସରକାରୀ ନଥିପତ୍ର ରେକର୍ଡ ଚିଠି ଗୁଡ଼ିକୁ ସୁରକ୍ଷିତ କରି ରଖାଯାଏ। ସମୟରେ ଇତିହାସ ରଚନା ପାଇଁ ଏହାର ବହୁଳ ଉପଯୋଗିତା ରହିଛି, ଯାହାକୁ 3 ଭାଗରେ ବିଭକ୍ତ କରାଯାଇଛି। ଆମେ ଆଗରୁ ପଢ଼ିଥିଲେ ସରକାରୀ ନଥିପତ୍ର, ବେସରକାରୀ ଓ ବ୍ୟକ୍ତିଗତ କାଗଜପତ୍ର ଓ ସମ୍ବାଦପତ୍ର ଓ ପତ୍ରପତ୍ରିକା। ତ ସରକାରୀ ନଥିପତ୍ର ଅର୍ଥାତ୍ ଯେତେବେଳେ ଇଂରେଜ ଶାସନ ଆସିଲା, ସେହି ସମୟରେ ଇଂରେଜ ଶାସନରେ ଭାରତରେ ଶାସନ କରିବା ସମୟରେ ଇଂରେଜମାନେ ତାଙ୍କର ଶାସନ ସମ୍ବଳିତ ଦଲିଲକୁ, ଦସ୍ତାବିଜକୁ, ଗୋପନୀୟ ନଥିପତ୍ର, ଚୁକ୍ତି, ଘୋଷଣାପତ୍ର ଆଦି ସରକାରୀ କାଗଜପତ୍ରକୁ ସଂଗୃହୀତ କରି ରଖୁଥିଲେ, ଯାହାକୁ ବର୍ତ୍ତମାନ ଆମେ ଜାତୀୟ ଅଭିଲେଖଗାର ଓ ବିଭିନ୍ନ ରାଜ୍ୟ ଅଭିଲେଖଗାରରେ ପାଇବା। ଏପରିକି ସ୍ୱାଧୀନତା ପରେ ମଧ୍ୟ ବିଭିନ୍ନ ସରକାରଙ୍କ ଅଧୀନରେ ବିଭିନ୍ନ ପ୍ରକାର ସରକାରୀ କାଗଜପତ୍ର ଗୁଡ଼ିକୁ ସୁରକ୍ଷିତ କରି ରଖାଯାଇଛି। ଏହି ଯେଉଁ ସରକାରୀ କାଗଜପତ୍ର ତାହା ବିଭିନ୍ନ ପ୍ରକାରର ଥାଏ। ସରକାରୀ ଚିଠିପତ୍ର, ବିଚାରାଳୟ ଓ ରାଜସ୍ୱ ରେକର୍ଡ, ବୈଦେଶିକ କାର୍ଯ୍ୟ ବିବରଣୀ, ଯୁଦ୍ଧ ସମ୍ବନ୍ଧୀୟ ରେକର୍ଡ, ଗୁପ୍ତ ପୋଲିସ ରେକର୍ଡ, ଗୃହ ବିଭାଗର ରାଜନୈତିକ କାର୍ଯ୍ୟ ବିବରଣୀ, ଦଲିଲ, ଦସ୍ତାବିଜ, ବିଭିନ୍ନ ପ୍ରକାର ସରକାରୀ କାଗଜପତ୍ର ଅଭିଲେଖଗାରରେ ସଂଗୃହୀତ କରି ରଖାଯାଏ। ଆଉ ସେହି କାଗଜପତ୍ରରୁ ତତ୍କାଳୀନ ସେହି ସମୟର ପ୍ରଶାସନିକ କାର୍ଯ୍ୟସୂଚୀ, ରାଜସ୍ୱ ପରିମାଣ, ନ୍ୟାୟର ବିଭିନ୍ନ ଧାରା, ସରକାରଙ୍କର ନାନା ପ୍ରକାର ପଦକ୍ଷେପ, ଗୁପ୍ତ ଯୋଜନା ବିଷୟରେ ସୂଚନା ମିଳିଥାଏ। ତ ଏସବୁ ରହିଲା ଆମର ସରକାରୀ ନଥିପତ୍ର ବା କାଗଜପତ୍ରରେ। ଆମେ ଦେଖିବା ବେସରକାରୀ ଓ ବ୍ୟକ୍ତିଗତ କାଗଜପତ୍ର କ'ଣ। ସରକାରୀ କାଗଜପତ୍ର ସହିତ ବେସରକାରୀ କାଗଜପତ୍ରର ମଧ୍ୟ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ଯେମିତିକି ଇଂରେଜ ଶାସନ ସମୟରେ ବହୁ ବ୍ୟକ୍ତିଗତ କାଗଜପତ୍ର ରହିଥିଲା। ଯେମିତି ଇଂରେଜ ଶାସନ ସମୟରେ ଲର୍ଡ ଲିଟନ, ଲର୍ଡ ରିପନ, ଲର୍ଡ କର୍ଜନ, ଲର୍ଡ ମାଉଣ୍ଟ ବ୍ୟାଟେନ ଆଦିଙ୍କର ବ୍ୟକ୍ତିଗତ କାଗଜପତ୍ର ସବୁ ମାଇକ୍ରୋଫିଲ୍ମରେ ସଂରକ୍ଷିତ ହୋଇ ଜାତୀୟ ଅଭିଲେଖଗାର ଗୁଡ଼ିକରେ ରଖାଯାଇଛି। ଏପରିକି ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର କାଗଜପତ୍ର ଯଥା ରାଜେନ୍ଦ୍ର ପ୍ରସାଦ, କୃପାଳିନୀ, ମହତାବ ଆଦିଙ୍କ କାଗଜପତ୍ର ଗୁଡ଼ିକୁ ମଧ୍ୟ ସଂରକ୍ଷିତ କରି ରଖାଯାଇଛି। ଏସବୁ ବ୍ୟକ୍ତିଗତ ଡାଏରୀରୁ, ବ୍ୟକ୍ତିଗତ କାଗଜପତ୍ରରୁ ଐତିହାସିକମାନଙ୍କୁ, ଗବେଷକମାନଙ୍କୁ ଇତିହାସ ରଚନା ପାଇଁ ବିଶେଷ ତଥ୍ୟ ଗୁଡ଼ିକ ମିଳିଥାଏ। ପରିଶେଷରେ ଆସିଲା ସମ୍ବାଦପତ୍ର ଓ ପତ୍ରପତ୍ରିକା। କୌଣସି ସମୟରେ ଇତିହାସ ରଚନା କରିବାକୁ ହେଲେ ତତ୍କାଳୀନ ସମୟର ସମ୍ବାଦପତ୍ର ଓ ପତ୍ରପତ୍ରିକାରୁ ମଧ୍ୟ ଅନେକ ତଥ୍ୟ ମିଳିଥାଏ। ତ ସ୍ୱାଧୀନତା ପୂର୍ବରୁ ମଧ୍ୟ ବହୁ ପତ୍ରପତ୍ରିକା ଗୁଡ଼ିକ ପ୍ରକାଶିତ ହୋଇଥିଲା। ଯେମିତି ଅମୃତ ବଜାର ପତ୍ରିକା, ଯୁଗାନ୍ତର, ହିନ୍ଦୁ ପ୍ୟାଟ୍ରିଅଟ, ଉତ୍କଳ ଦୀପିକା, ଆଶା, ନବୀନ, ଦେଶକଥା, ସମାଜ ଆଦି ସମ୍ବାଦପତ୍ର, ଯାହାକି ଐତିହାସିକମାନଙ୍କୁ ଯଥେଷ୍ଟ ଉପାଦାନ ପ୍ରଦାନ କରିଥାଏ। ଏପରିକି ବିଭିନ୍ନ ପୁରାତନ ପତ୍ରିକା ମଧ୍ୟ ରହିଥିଲା। ଏସିଆଟିକ୍ କ୍ୱାର୍ଟର ରିଭ୍ୟୁ, ବନାରସ ଅଖବାର, ସେଣ୍ଟ୍ରାଲ ଏସିଆନ୍ ରିଭ୍ୟୁ, ଏଥିରୁ ମଧ୍ୟ ସମସାମୟିକ ଘଟଣାବଳୀ ବିଷୟରେ ସୂଚନା ମିଳେ, ଯାହାକୁ ଇତିହାସର ଉପାଦାନ ହିସାବରେ ଗ୍ରହଣ କରାଯାଏ ଏବଂ ସେହି ସବୁ ତଥ୍ୟ ଗୁଡ଼ିକୁ ନେଇ ଭାରତ ଇତିହାସର ରଚନା କରାଯାଏ। ତ ସଂକ୍ଷେପରେ କହିବାକୁ ଗଲେ ଏହି ଅଭିଲେଖଗାରର ଭୂମିକା ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ। କେବଳ ଅଭିଲେଖଗାର ନୁହଁ, ପ୍ରତିଟି ଉପାଦାନ ଯେମିତିକି ଆମର ପ୍ରତ୍ନତାତ୍ତ୍ୱିକ, ସାହିତ୍ୟିକ, ବୈଦେଶିକ ପ୍ରତିଟି ଉପାଦାନ ଯାହା ସବୁ ଆମକୁ ତଥ୍ୟ ପ୍ରଦାନ କରୁଛି, ସେ ସବୁକୁ ଆଧାରିତ ହୋଇ ଭାରତ ଇତିହାସ ରଚନା କରାଯାଇଛି। ସଂକ୍ଷେପରେ କହିବାକୁ ଗଲେ ପ୍ରତ୍ୟେକ ଉପାଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହା ମାଧ୍ୟମରେ କି ଆମ ଭାରତ ଇତିହାସର ରଚନା କରିପାରୁଛୁ।